ସ୍ନାନ କରିବାର ଭୁଲ ଅଭ୍ୟାସ ଆପଣଙ୍କୁ ବର୍ବାଦ କରିଦେବ। ନମସ୍କାର ବନ୍ଧୁଗଣ, ଆମ ଚ୍ୟାନେଲରେ ଆପଣମାନଙ୍କୁ ସ୍ୱାଗତ। ବନ୍ଧୁଗଣ, ସ୍ନାନ କରିବା ପ୍ରତ୍ୟେକ ଲୋକଙ୍କ ପାଇଁ ନିହାତି ଆବଶ୍ୟକ ଅଟେ। ହିନ୍ଦୁ ଧର୍ମ ଅନୁଯାୟୀ ଯେଉଁ ଲୋକ ପ୍ରତିଦିନ ସ୍ନାନ କରିଥାଏ ତାକୁ ଅନେକ ପୁଣ୍ୟ ଫଳ ମିଳିଥାଏ। ସ୍ନାନ କରିବା ଦ୍ୱାରା ଶରୀରରେ ଲାଗିଥିବା ଅପରିଷ୍କାର ପଦାର୍ଥ ଧୋଇ ହୋଇଯାଏ ଏବଂ ଦେହ ସୁସ୍ଥ ରହିଥାଏ। ତେଣୁ ସ୍ନାନ କରିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ନିହାତି ଜରୁରୀ ହୋଇଥାଏ। ବନ୍ଧୁଗଣ, ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଯଦି ଆପଣ ଧନହାନିର ସାମ୍ନା କରୁଛନ୍ତି, ପରିବାରରେ କଳହର ସାମ୍ନା କରୁଛନ୍ତି, ତ ଏହାର ଛୋଟ କାରଣ ହେଉଛି ଆପଣଙ୍କ ସ୍ନାନ କରିବାର ଭୁଲ ଅଭ୍ୟାସ। ଆଜି ଆମେ ସେହି ସବୁ ଖରାପ ଅଭ୍ୟାସ ବିଷୟରେ ଜାଣିବା। ଏହା ସହିତ ଜାଣିବା ସ୍ନାନ ପରେ ବ୍ୟକ୍ତିକୁ ତୁରନ୍ତ କେଉଁ କାମ କରିବା ଉଚିତ ନୁହେଁ, ନଚେତ ତାଙ୍କ ଘରେ ବର୍ବାଦୀ ଦେଖିବାକୁ ମିଳିଥାଏ। ବନ୍ଧୁଗଣ, ଭିଡ଼ିଓ ଆରମ୍ଭ କରିବା ପୂର୍ବରୁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି କି ଯଦି ଆପଣ ଆମ ଚ୍ୟାନେଲକୁ ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି, ତେବେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଆସୁଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ, ଯାହାଦ୍ୱାରା ଆମର ସବୁ ନୂଆ ଭିଡ଼ିଓର ନୋଟିଫିକେସନ୍ ଆପଣଙ୍କ ପାଖରେ ପହଞ୍ଚି ପାରିବ। ଭିଡ଼ିଓ ଶେଷ ହେବା ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଭଲ ଲାଗିଲେ ଗୋଟେ ଲାଇକ୍ କରିବା ସହିତ ସାଙ୍ଗସାଥୀମାନଙ୍କୁ ସେୟାର କରିଦିଅନ୍ତୁ। ବନ୍ଧୁଗଣ, ନଦୀରେ ସ୍ନାନ କରିବା ପୂର୍ବରୁ ପ୍ରଥମେ ନିଜ ହାତକୁ ଯୋଡ଼ି ଗଙ୍ଗାମାତାଙ୍କୁ ପ୍ରଣାମ କରନ୍ତୁ। ଏହାପରେ ନିଜର ସନ୍ତାନଙ୍କ ମଙ୍ଗଳ କାମନା କରି ନଦୀରେ ପ୍ରବେଶ କରିବା ଉଚିତ। ଅନେକ ଲୋକ ଗାଧୋଇବା ସମୟରେ ପାଣିରେ ପରିସ୍ରା କରିଥାନ୍ତି। ଏମିତି କଲେ ବରୁଣ ଦେବତାଙ୍କର କୋପ ଦୃଷ୍ଟି ପଡ଼ିଥାଏ। ସ୍ନାନ କରିବା ସମୟରେ ନିଜର ମୁଖକୁ ଦକ୍ଷିଣ ଦିଗକୁ କରିବା ଉଚିତ ନୁହେଁ। ଏହି ଦିଗକୁ ପିତୃପୁରୁଷଙ୍କ ଦିଗ ମାନାଯାଏ। ପ୍ରତିଦିନ ଏମିତି କରିଲେ ପିତୃଦୋଷ ଲାଗିଥାଏ। ସ୍ନାନ ପରେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ଉଚିତ। ବାଥରୁମରେ ଲୋକମାନେ ସ୍ନାନ କରିବା ପାଇଁ ବାଲ୍ଟିରେ ପାଣି ଭର୍ତ୍ତି କରି ରଖିଥାନ୍ତି ଏବଂ ସ୍ନାନ ପରେ ଏମିତି ହିଁ ବାଲ୍ଟିରେ ଅଧା ଜଳ ଭରି ରଖିଦିଅନ୍ତି। ଏହା ବହୁତ ଖରାପ ଅଭ୍ୟାସ ଅଟେ। ସ୍ନାନ ପରେ ବାଲ୍ଟିକୁ ଓଲଟା କରି ରଖନ୍ତୁ। ସ୍ନାନ ପରେ ଯଦି କୁଣ୍ଡରେ ଅଳ୍ପ ଜଳ ଭରି ରହିଥାଏ, ତେବେ ସେଠାରେ ନକାରାତ୍ମକ ଶକ୍ତି ବାସ କରିଥାଏ। ସେଥିପାଇଁ କେବେ ବି ଭୁଲରେ ବି ସ୍ନାନ ପରେ ବାଲ୍ଟିରେ ଅଧା ପାଣି ଭରି ରଖିବା ଉଚିତ ନୁହେଁ। ସ୍ନାନ ପରେ ନିଜର ବସ୍ତ୍ରକୁ ଅନ୍ୟ କାହା ଦ୍ୱାରା ଧୁଅନ୍ତୁ ନାହିଁ। ନିଜର ବସ୍ତ୍ରକୁ ନିଜେ ଧୁଅନ୍ତୁ। ବାଥରୁମରେ ସ୍ନାନ କରିବା ପରେ ଯେଉଁ ଓଦା ବସ୍ତ୍ର ବାହାରିଥାଏ ତାକୁ କେବେ ବି ବାଥରୁମରେ ରଖିବା ଉଚିତ ନୁହେଁ। ଏମିତି କଲେ ଜୀବନରେ ବହୁତ କଷ୍ଟ ଆସିଥାଏ। ସ୍ନାନ ପରେ ତୁରନ୍ତ ନିଜର ପାଦକୁ ଧୁଅନ୍ତୁ ନାହିଁ। ସ୍ନାନ ପରେ ମନ ପବିତ୍ର ହୋଇଯାଏ, ତେଣୁ ଭଗବାନଙ୍କ ପାଖରେ ମନ ଲଗାଇବା ଉଚିତ। ପାଦ ଧୋଇ ଅଶୁଦ୍ଧ ହୁଅନ୍ତୁ ନାହିଁ। ସ୍ନାନ କରିବା ସମୟରେ ବ୍ୟକ୍ତିକୁ କେବେ ବି ଚୁପ୍ ରହିବା ଉଚିତ ନୁହେଁ। ସ୍ନାନ କରିବା ସମୟରେ ଦେବୀ ଦେବତାଙ୍କର ମନ୍ତ୍ର ଉଚ୍ଚାରଣ କରିବା ଉଚିତ କିମ୍ବା କୌଣସି ଗୀତ ମଧ୍ୟ ଗାଇପାରିବେ, କିନ୍ତୁ ସ୍ନାନ କରିବା ସମୟରେ କେବେ ବି ଚୁପ୍ ରହିବା ଉଚିତ ନୁହେଁ। ସୂର୍ଯ୍ୟାସ୍ତ ସମୟରେ କେବେ ବି ସ୍ନାନ କରିବା ଉଚିତ ନୁହେଁ। ଏମିତି କଲେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ସୂର୍ଯ୍ୟାସ୍ତ ପରେ ସ୍ନାନ କରିପାରିବେ। ବିବାହିତା ମହିଳାମାନଙ୍କୁ ତୁରନ୍ତ ସ୍ନାନ ପରେ ସିନ୍ଦୁର ଲଗାଇବା ଉଚିତ ନୁହେଁ। ମାନାଯାଏ କି ଏମିତି କଲେ ସ୍ୱାମୀଙ୍କ ଆୟୁଷ କମିଯାଇଥାଏ। ସ୍ନାନ ପରେ ଓଦା କପଡ଼ା ବଦଳାଇ ଶୁଖିଲା ପୋଷାକ ପିନ୍ଧିବା ପରେ ସିନ୍ଦୁର ଲଗାଇ ପାରିବେ। ସ୍ନାନ ପରେ କେବେ ବି ନଖ କିମ୍ବା ଚୁଟି କାଟିବା ଉଚିତ ନୁହେଁ। ଏହିସବୁ ସ୍ନାନ ପୂର୍ବରୁ କରିବା ଉଚିତ। ଯଦି ସ୍ନାନ ପରେ ଏହିସବୁ କାମ କରନ୍ତି ତ ସ୍ନାନର ପୁଣ୍ୟ ଫଳ ପ୍ରାପ୍ତ ହୋଇନଥାଏ। ସ୍ନାନ ପରେ କେବେ ବି ଭୋକିଲା ପେଟରେ ଅଗ୍ନିକୁ ସ୍ପର୍ଶ କରନ୍ତୁ ନାହିଁ। ଆପଣ କିଛି ଟିକେ ପାଟିରେ ଦେଲା ପରେ ଯାଇ ଅଗ୍ନିକୁ ସ୍ପର୍ଶ କରନ୍ତୁ। ସ୍ନାନ ପରେ ତୁରନ୍ତ ସୁହାଗିନୀ ମହିଳା ଶୃଙ୍ଗାର କରନ୍ତୁ ନାହିଁ। ହିନ୍ଦୁ ଶାସ୍ତ୍ରରେ ଏହାକୁ ବର୍ଜିତ ମାନାଯାଇଛି। ସ୍ନାନ ପରେ ପ୍ରଥମେ ନିଜର କେଶକୁ ଶୁଖାଇବା ଉଚିତ ଏବଂ ଏହାପରେ କେଶକୁ ବାନ୍ଧି ଶୃଙ୍ଗାର ହେବା ଉଚିତ। ସୂର୍ଯ୍ୟାସ୍ତ ସମୟରେ କେବେ ବି ସ୍ନାନ କରିବା ଉଚିତ ନୁହେଁ। ଏମିତି କଲେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ସୂର୍ଯ୍ୟାସ୍ତ ପରେ ସ୍ନାନ କରିପାରିବେ। ଛୋଟ ପିଲାଙ୍କ ସ୍ନାନ କରାଇବା ପରେ କଳା ଟିକା ନିଶ୍ଚୟ ଲଗାଇବା ଉଚିତ। ଖାଇସାରିବା ପରେ ସଙ୍ଗେ ସଙ୍ଗେ ଗାଧୋଇବା ଉଚିତ ନୁହେଁ। ଝାଳ ବାହାରିବା ସମୟରେ ସ୍ନାନ କରିବା ଉଚିତ ନୁହେଁ। ଏମିତି କଲେ ଥଣ୍ଡା ଜ୍ୱର ଆଦି ରୋଗ ମାଡ଼ି ବସିବ। ବନ୍ଧୁଗଣ, ଯଦି ଏହି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଲା ତେବେ ଗୋଟେ ଲାଇକ୍ କରିବା ସହିତ ସାଙ୍ଗସାଥୀମାନଙ୍କୁ ସେୟାର କରିଦିଅନ୍ତୁ। ଏହିଭଳି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଆସୁଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। କମେଣ୍ଟରେ ଥରେ ଆପଣଙ୍କ ଇଷ୍ଟଦେବଙ୍କ ନାମ ଲେଖନ୍ତୁ। ତାଙ୍କର କରୁଣାରୁ ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ। ଭିଡ଼ିଓ ଶେଷ ହେବା ପର୍ଯ୍ୟନ୍ତ ଦେଖିଥିବାରୁ ଧନ୍ୟବାଦ। ଜୟ ଜଗନ୍ନାଥ ସ୍ୱାମୀ।